ହ୍ୟାଲୋ, ମୁଁ ନାଣ୍ଡୁ ବାବୁ କହୁଛି। କିରେ ସଂଘ କ'ଣ? ମୁଁ ତ କିଛି ବୁଝିପାରୁନାହିଁ। ଦେ କିରେ ଆମେ ତ ତମକୁ କଳାକାର ହିସାବରେ ଭଲ ପାଇବୁ, ଚାକିରି ଦେବୁ। ଆମ ପାଖରେ ତମେ ଚାକିରି କରିବ, କଳା ପ୍ରଦର୍ଶନ କରିବ। ସେଥିପାଇଁ ତ ତମକୁ ପଇସା ଦେବୁ, ତମର ସମସ୍ତ ଖର୍ଚ୍ଚ ବହନ କରିବୁ, ତମକୁ ଗାଡ଼ିରେ ନେବୁ, ଗାଡ଼ିରେ ଆଣିବୁ। ପୁଣି ତମେ ଆମକୁ ସଂଘ କରି କ'ଣ ନା ନାଲି ଆଖି ଦେଖେଇବ। କିରେ ବୁଝିପାରୁନ? କିରେ କେତେ କେତେ ନୂଆ ନୂଆ କଳାକାରମାନେ ସବୁ ମାର୍କେଟକୁ ଆସିଲେଣି। ସେମାନେ ଖପ୍ କିଣି ଦେଇକି ତମ ଜାଗାଟାକୁ ମେକଅପ୍ କରିଦେବେ। ଆଉ ଗୋଟିଏ ଜିନିଷ, ସବୁବେଳେ କଳାକାର ଆଉ ମାଲିକ ଭିତରେ ସମଝୋତା ରହିବା ଉଚିତ, ଯିଏ ବି ହୁଅନ୍ତୁ। କାହିଁକି ନା ଦେଖ, ଆମେ ବି ଟଙ୍କା ଖର୍ଚ୍ଚ କରୁଛୁ, ଲାଭ କରିବା ପାଇଁ ତ ବ୍ୟବସାୟ କରାଯାଏ। ଆଉ ତମେ କ'ଣ ନାଚ ଗୀତ ମୁଗ୍ଧ କରିବ ବୋଲି ଦର୍ଶକମାନଙ୍କୁ ଆମକୁ କୁବ୍ୟବହାର କରିବ ଆଉ ବ୍ଲାକମେଲିଂ କରିବ? କିରେ ଏସବୁ ଚିନ୍ତାଧାରା କ'ଣ ପାଇଁ ତମ ମନ ଭିତରେ ସବୁ ଆସୁଛି? ତମେ ଜାଣିବା ଦରକାର। ତମେ ବାବୁ ବୋଲି ଡାକୁଛ, ଆମେ ତମକୁ ତ କେବେ ଖରାପ ଦୃଷ୍ଟିରେ ଦେଖିନାହୁଁ। ତାପରେ ପଇସା ନେବ, ବ୍ଲାକମେଲିଂ କରିବ, ଆମକୁ ଥାନା କୋର୍ଟ କଚେରୀ ଦେଖେଇବ, ଧମକ ମାରିବ। କ'ଣ ନା ଆମେ ମୁହଁରେ ପାଉଡ଼ର ମାରିବୁନି, ଆମେ ଯାତ୍ରା ଷ୍ଟେଜକୁ ଯିବୁନି, କଳାକାର ହିସାବରେ ଆଉ ଦର୍ଶକମାନଙ୍କୁ ଖୁସି କରିବୁ ନାହିଁ। ତାହେଲେ ବାପା ବସ ଘରେ, କିଏ ମନା କରୁଛି? ବହୁତ ନୂଆ ନୂଆ କଳାକାରମାନେ ସବୁ ମାର୍କେଟକୁ ବାହାରିଲେଣି। ସେମାନେ ତମ ଜାଗାକୁ ଖପ୍ କିଣି ମେକଅପ୍ କରିଦେବେ। ତମ ରୋଜଗାରଟା ବସି ବସି ତମେ ଘରେ ଗଣିବ। କାହିଁକି ସବୁ ଏମିତି ହେଉଛ? ଶୁଣ, ଭଲରେ ବୁଝା ହେଉଛି, ଭଲରେ କୁହା ହେଉଛି, ସମ୍ପର୍କ ରଖିକି ସବୁ ଜିନିଷକୁ ଆଗକୁ ଯାଉଛି। ତମେମାନେ ନିଜକୁ ସୁଧାର ହୁଅ। ମାଲିକଙ୍କର କିଛି ଦୋଷ ନାହିଁ। ତମେ ଟଙ୍କା ମାଗିଲ, ଆମେ ଟଙ୍କା ଦେଲୁ, ତମେ ପୁଣି ଟଙ୍କା ଆଣିକି ଆମ ଘରେ ଆମ ମୁହଁ ଉପରେ ଫୋପାଡ଼ି ଦେଇଯିବ ନା? ଚଲେଇଛ। ଏସବୁ ଓଡ଼ିଶାରେ ଚଳିବ ନାହିଁ। ନାହିଁ ନାହିଁ ନାହିଁ, ମୁଁ ନାଣ୍ଡୁ ବାବୁ କହୁଛି।